ଷ୍ଟାଫ୍ ନର୍ସଙ୍କ ମାଡ଼ରେ ଲହୁଲୁହାଣ ହେଲେ ଆଟେଣ୍ଡାଣ୍ଟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଘଟଣା ଅନୁଯାୟୀ ସକାଳ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲେବର ରୁମ୍ ବାହାରେ କୌଣସି କାରଣକୁ ନେଇ କାର୍ଯ୍ୟରତ ଷ୍ଟାଫ୍ ନର୍ସ ଗୀତା ସ୍ୱାଇଁ ଓ ଆଟେଣ୍ଡାଣ୍ଟ ବୈଦେଇ ବେହେରାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ଷ୍ଟାଫ୍ ନର୍ସ ଗୀତାଙ୍କ ମାଡ଼ରେ ଆଟେଣ୍ଡାଣ୍ଟ ବୈଦେଇ ଲହୁଲୁହାଣ ହୋଇଯାଇଥିଲେ। ଏହି ଘଟଣା ବାହାରେ ପ୍ରକାଶ କଲେ କିମ୍ବା ମିଡ଼ିଆ ସାମ୍ନାରେ ଜଣାଇଲେ ଚାକିରିରୁ ବାହାର କରିଦେବାର ଧମକ ମଧ୍ୟ ଦେଇଥିଲେ ଗୀତା, ଯାହାଫଳରେ ଭୟରେ କାହାକୁ କହିନଥିଲେ ବୈଦେଇ। ମାଡ଼ ମାରିବା ଘଟଣାଟି ଚିକିତ୍ସା ସାରା ପ୍ରଚାରିତ ହେବାରୁ ବାଧ୍ୟ ହୋଇ ନ୍ୟାୟ ପାଇ ଗଣମାଧ୍ୟମ ଆଗରେ ଗୁହାରି କରିଥିଲେ। ଏହି ଘଟଣା ବିଷୟରେ ସିଡିଏମ୍ଓଙ୍କୁ ପଚାରିବାରୁ ଏ ଘଟଣା ବିଷୟରେ ମୁଁ ବୁଝିଛି, ଯିଏ ଦୋଷ କରିଛି ତାକୁ ଦଣ୍ଡ ମିଳିବ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ଷ୍ଟାଫ୍ ନର୍ସ ଗୀତାଙ୍କ ମନମାନିରେ ଅତିଷ୍ଠ ହୋଇଛନ୍ତି ରୋଗୀ ଓ କର୍ମଚାରୀ। ଏହି ଘଟଣା ପରେ ଷ୍ଟାଫ୍ ନର୍ସ ଗୀତାଙ୍କ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ ଜାରି ରଖୁଛନ୍ତି, ତାହାକୁ ଦେଖିବାକୁ ବାକି ରହିଲା। हाँ मुझे टिकेट काउंटर टिकेट धरिक जाऊँ से पिटिला 3-4 टଙ୍କା 8:30 हाँ गीता सुन पहले तू मरी जाऊँ खाइबा तू मरी जाऊँ मिठा खाइबा मुझे कुछ जान ना ना मु सिनियर हिसाब से किसी कही पारे मुझे ठिया होकर देख आग हाथ में बारंदार हाँ लोक समस्ते देखी सिक्यूरीटी स्वीपर मो सिनियर बोली मुझे किसी कही पारे ना सिनियर बोली मुझे किसी कहले चाकरी आंच आसो काले बाहर करदेव बोली मुझे डरिकी आ कि कहले एक्शन नि समस्त को धमक चमक कर।